ଜହ୍ନି ଆଉ ଗ୍ରୀନ୍ ପରିବା ଦେଖିଲେ ମୋର ପିଲା ଏମିତି ରେଟ୍‌ରେ ନାକ ଟେକନ୍ତି ଆଉ କୁହନି। ମୁଁ କହିଲି ମୁଁ ବି ତମର ମାମା, ମୁଁ ବି କୋଉ ଛାଡୁଛି। ତା ଛଡ଼ା ଏଠି ଜହ୍ନିଟା ବହୁତ ହି ମହଙ୍ଗା ରହେ ଟିକେ। ନର୍ମାଲ ଓଡ଼ିଶାଠୁ ଏଠି ଜହ୍ନିଟା ଟିକେ ମହଙ୍ଗା ରହେ, ବୋଲେ 100+ ତା ପ୍ରାଇସ୍ ରହେ। ତା ସାଙ୍ଗରେ ଜହ୍ନିକି ଓଡ଼ିଶାରେ ବହୁତ ଲୋକ, ମୋର ଜଣେ ନାନୀ ଥିଲେ ମାନେ ପିଇସି ନାନୀ, ସେ କହିବେ ଏ ପାଣି ପରିବାକୁ କ'ଣ ଏତେ ପଇସା ଦେଇକି କିଣିବ ମ, ତାଠୁ ତ ଭଲ ଶୁଖୁଆ ମାଛ କିଣିକି ଖାଇଦବ। ତ ସେଇ କଥା ମୋର ବେଳେବେଳେ ମନେ ପଡ଼ିଯାଏ। ତ ଏମିତିରେ ମୁଁ କଡ଼େଇରେ ଜିରା ଆଡ଼୍ କରିଦେଇଛି, ତାପରେ ପିଆଜ ଆଡ଼୍ କରିଦେଇଛି, ଆଉ ଜହ୍ନିକି ଟିକେ ତେରଛା କାଟିଛି। ତେରଛା କାଟିକି ଆଡ଼୍ କରିଦେଇଛି, ଆପଣମାନେ ସେପ୍‌ରୁ ଦେଖିପାରୁଥିବେ। ତାପରେ ଟିକେ ସମୟ ଆମେ ଭାଜିନେବା ଲୁଣ ପକେଇକି। ସେଥିରୁ ଟିକେ ପାଣି ବାହାରି ଗଲା ପରେ ସେଥିରେ ଏଠି ହଳଦୀ ମୁଁ ଆଡ଼୍ କରିଦେଇଛି, ଆଉ ତାପରେ ଏଠି ପୋସ୍ତ, ଟମାଟର ଆଉ ଅଦା ବାଟିକି ରଖିଥିଲି, ଆଉ ଲଙ୍କା, ଏ 4ଟା ଜିନିଷ ବାଟି ରଖିଥିଲି। ଏଥିରେ ରସୁଣ ବିଲକୁଲ ବି ପଡ଼ିନି। ତ ଆକୁ ଆମେ ଏବେ ଆଡ଼୍ କରିଦେବା, କାହିଁକିନା ରସୁଣ ପଡ଼ିଲେ ସେ ସମାନ ଟେଷ୍ଟ, ମସଲାର ଟେଷ୍ଟ ଆସେ। ଆଉ ଏଇଟା ଟିକେ ଏମିତି ପୋସ୍ତର ଟେଷ୍ଟ ଟିକେ ଅଧିକା ଆସିବ। ଆଉ ତା ସାଙ୍ଗରେ ଏଠି ଟିକେ ହସ୍ପିଟାଲ ଯିବାର ଅଛି, ତ ତରତରରେ ଏଠି ମୁଁ ପରାଠା ବନେଇ ଦେଉଛି, ଭାତ ଡାଲି ବି ବନେଇ ଦେଇଛି। ଯିଏ ଯାହା କହିଲେ ବି ଜହ୍ନିଟା ହେଉଛି ମୋର ଫେଭରାଇଟ୍ ପରିବା। ଆପଣମାନଙ୍କର କାହାର ଫେଭରାଇଟ୍ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବେ। ସବୁ ଖାଇବା ବନେଇ ଦେଇକି ଦେଖନ୍ତୁ ଏବେ ହସ୍ପିଟାଲରେ ଆସିକି ପହଞ୍ଚିଗଲି। ଫୁଲ୍ ବ୍ଲଗ୍ ଦେଖିବାକୁ ଚାହୁଁଥିଲେ ଆପଣମାନେ ଏଇ ଭିଡ଼ିଓର ରିଲେଟେଡ୍ ଭିଡ଼ିଓରେ ଯାଇ ଦେଖିପାରିବେ। ଜହ୍ନି ଆଉ ଗ୍ରୀନ୍ ପରିବା ଦେଖିଲେ ମୋର ପିଲା ଏମିତି ରେଟ୍‌ରେ ନାକ ଟେକନ୍ତି ଆଉ କୁହନି। ମୁଁ କହିଲି ମୁଁ ବି ତମର ମାମା, ମୁଁ ବି କୋଉ ଛାଡୁଛି। ତା ଛଡ଼ା ଏଠି ଜହ୍ନିଟା ବହୁତ ହି ମହଙ୍ଗା ରହେ ଟିକେ। ନର୍ମାଲ ଓଡ଼ିଶାଠୁ ଏଠି ଜହ୍ନିଟା ଟିକେ ମହଙ୍ଗା ରହେ, ବୋଲେ 100+ ତା ପ୍ରାଇସ୍ ରହେ। ତା ସାଙ୍ଗରେ ଜହ୍ନିକି ଓଡ଼ିଶାରେ ବହୁତ ଲୋକ, ମୋର ଜଣେ ନାନୀ ଥିଲେ ମାନେ ପିଇସି ନାନୀ, ସେ କହିବେ ଏ ପାଣି ପରିବାକୁ କ'ଣ ଏତେ ପଇସା ଦେଇକି କିଣିବ ମ, ତାଠୁ ତ ଭଲ ଶୁଖୁଆ ମାଛ କିଣିକି ଖାଇଦବ। ତ ସେଇ କଥା ମୋର ବେଳେବେଳେ ମନେ ପଡ଼ିଯାଏ। ତ ଏମିତିରେ ମୁଁ କଡ଼େଇରେ ଜିରା ଆଡ଼୍ କରିଦେଇଛି, ତାପରେ ପିଆଜ ଆଡ଼୍ କରିଦେଇଛି, ଆଉ ଜହ୍ନିକି ଟିକେ ତେରଛା କାଟିଛି। ତେରଛା କାଟିକି ଆଡ଼୍ କରିଦେଇଛି, ଆପଣମାନେ ସେପ୍‌ରୁ ଦେଖିପାରୁଥିବେ। ତାପରେ ଟିକେ ସମୟ ଆମେ ଭାଜିନେବା ଲୁଣ ପକେଇକି। ସେଥିରୁ ଟିକେ ପାଣି ବାହାରି ଗଲା ପରେ ସେଥିରେ ଏଠି ହଳଦୀ ମୁଁ ଆଡ଼୍ କରିଦେଇଛି, ଆଉ ତାପରେ ଏଠି ପୋସ୍ତ, ଟମାଟର ଆଉ ଅଦା ବାଟିକି ରଖିଥିଲି, ଆଉ ଲଙ୍କା, ଏ 4ଟା ଜିନିଷ ବାଟି ରଖିଥିଲି। ଏଥିରେ ରସୁଣ ବିଲକୁଲ ବି ପଡ଼ିନି। ତ ଆକୁ ଆମେ ଏବେ ଆଡ଼୍ କରିଦେବା, କାହିଁକିନା ରସୁଣ ପଡ଼ିଲେ ସେ ସମାନ ଟେଷ୍ଟ, ମସଲାର ଟେଷ୍ଟ ଆସେ। ଆଉ ଏଇଟା ଟିକେ ଏମିତି ପୋସ୍ତର ଟେଷ୍ଟ ଟିକେ ଅଧିକା ଆସିବ। ଆଉ ତା ସାଙ୍ଗରେ ଏଠି ଟିକେ ହସ୍ପିଟାଲ ଯିବାର ଅଛି, ତ ତରତରରେ ଏଠି ମୁଁ ପରାଠା ବନେଇ ଦେଉଛି, ଭାତ ଡାଲି ବି ବନେଇ ଦେଇଛି। ଯିଏ ଯାହା କହିଲେ ବି ଜହ୍ନିଟା ହେଉଛି ମୋର ଫେଭରାଇଟ୍ ପରିବା। ଆପଣମାନଙ୍କର କାହାର ଫେଭରାଇଟ୍ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବେ। ସବୁ ଖାଇବା ବନେଇ ଦେଇକି ଦେଖନ୍ତୁ ଏବେ ହସ୍ପିଟାଲରେ ଆସିକି ପହଞ୍ଚିଗଲି। ଫୁଲ୍ ବ୍ଲଗ୍ ଦେଖିବାକୁ ଚାହୁଁଥିଲେ ଆପଣମାନେ ଏଇ ଭିଡ଼ିଓର ରିଲେଟେଡ୍ ଭିଡ଼ିଓରେ ଯାଇ ଦେଖିପାରିବେ।